ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ଅତୀତ କଥାକୁ ଧରିକି ବସିଲେ ଜୀବନରେ ତୁ କୌଣସି କାର୍ଯ୍ୟ କରିପାରିବୁନି। ମୁଁ ଜାଣିଛି ଜୀବନରେ ତତେ ବହୁତ କଥା ଶୁଣିବାକୁ ପଡ଼ିଛି। ସେ କଥାକୁ ମନରେ ଭାବିକି ତୁ ବହୁତ ଦୁଃଖ ପ୍ରକାଶ କରୁଛୁ ସନ୍ତାନ। ଜୀବନରେ ସେ କଥା କେବେ ଭୁଲି ବି ହେବନି। କିନ୍ତୁ ସନ୍ତାନ, ସେସବୁ କଥାକୁ ପଛରେ ରଖି ତତେ ଆଗକୁ ବଢ଼ିବାକୁ ପଡ଼ିବ। ତୋ ଜୀବନ ଏକ ସଂଘର୍ଷମୟ। ବିନା ସଂଘର୍ଷରେ ତତେ କେବେ ସଫଳତା ମିଳିବନି ସନ୍ତାନ। ସେଥିଲାଗି ସବୁ କଥା ଭୁଲିଯା ଆଉ ନିଜେ ଖୁସିରେ ରହିବାକୁ ଚେଷ୍ଟା କର। ଦେଖିବୁ ସବୁ କିଛି ଠିକ୍ ହେଇଯିବ। ଅଳସୁଆ ତ୍ୟାଗ କରି ନିଜର ସମସ୍ତ କାର୍ଯ୍ୟକୁ ଠିକ୍ ଭାବରେ କର। ଜୀବନରେ ବହୁତ କଷ୍ଟ ଆସିବ, କିନ୍ତୁ ଯିଏ ଈଶ୍ୱରଙ୍କ ଉପରେ ବିଶ୍ୱାସ ଭରସା ରଖିଛି ନା, ତାର କିଛି ବି ଅସୁବିଧା ହେଇନି। ତାକୁ ଭଗବାନ ଯେମିତି ହେଲେ ବି ସାହାଯ୍ୟ କରିଛନ୍ତି। ତୁ କାଲି ବହୁତ ଉଦାସ ରହୁଥିଲୁ। ମନ ତୋର ଜମା ବି ଭଲ ନଥିଲା। ସବୁବେଳେ ଯେମିତି ଆଖିରୁ ଲୁହ ବୋହି ଯାଉଥିଲା ସନ୍ତାନ। ମୋତେ ବି ବହୁତ ଦୁଃଖ ଲାଗୁଥିଲା ତୋର ଏ କଷ୍ଟ ଆଉ ଯନ୍ତ୍ରଣା ଦେଖି। ମୁଁ କହିଛି, ଯେତେବେଳେ ତୋର ଧୈର୍ଯ୍ୟର ଶକ୍ତି ହରେଇ ବସିବୁ ନା, ସେତେବେଳେ ବାବା ନିଶ୍ଚୟ ତୋ ପାଖକୁ ଆସିବେ ତୋତେ ଧୈର୍ଯ୍ୟ ଦେବା ପାଇଁ। ତୋ ଆଖିର ଲୁହକୁ ତୁ ପୋଛିଦେ। କିଛି ଅସୁବିଧା ହେବନି। ମୁଁ ପ୍ରତିଟି ମୁହୂର୍ତ୍ତରେ ତୋ ଭଲ ମନ୍ଦର କଥା ଚିନ୍ତା କରୁଛି। ମୁଁ ପ୍ରତିଟି ମୁହୂର୍ତ୍ତରେ ତତେ ଦେଖୁଛି। ତୁ କାହିଁକି ଭାବୁଛୁ ଯେ ତୋର କେହି ନାହାନ୍ତି? ତୋର ପା ଏ ବୁଢ଼ା ବାପଟା ଅଛି ସନ୍ତାନ। ତୁ ମନରେ କାହିଁକି ଭାବୁଛୁ ଯେ କେହି ନାହାନ୍ତି ବୋଲି? ତୁ ଏକଥା ବି ଭାବୁଛୁ କେବେ ସେମାନଙ୍କୁ କର୍ମର ଫଳ ମିଳିବ ମିଳିବ? କେବେ? ମୋ ପ୍ରତି ଏତେ ଅନ୍ୟାୟ ହେଇଛି ଆଉ ସେମାନେ ଏତେ ଖୁସିରେ ରହୁଛନ୍ତି। ସନ୍ତାନ, ସେ ସମୟ ବି ପାଖେଇ ଆସିଲାଣି। ତୁ ନିଜେ ଦେଖିବୁ କର୍ମର ଫଳ ସମସ୍ତଙ୍କୁ ମିଳିବ। ତୁ କିନ୍ତୁ ନିଜକୁ ସେତିକି ଖୁସି ଆଉ ନିଜ କଥା ଟିକେ ଚିନ୍ତା କର। ଖାଇବା ପିଇବା ଠିକ୍ ଟାଇମ୍ରେ କର। ଦେଖିବୁ ସବୁ କିଛି ଠିକ୍ ହେଇଯିବ। ତୋ ଜୀବନରେ ଯାହା ବି ଝଡ଼ ସୃଷ୍ଟି ହେଇଛି, ସେ ଝଡ଼କୁ ମୁଁ ନିଶ୍ଚୟ ବନ୍ଦ କରିଦେବି ସନ୍ତାନ। ତୋ ଜୀବନକୁ ମୁଁ ବହୁତ ସୁଖ ଶାନ୍ତିରେ ଭରିଦେବି। ବହୁତ ସୁଖ ତତେ ମିଳିବ ସନ୍ତାନ। ବହୁତ ଆନନ୍ଦରେ ରହିବୁ। ମୋ ଆଶୀର୍ବାଦ ସବୁବେଳେ ତୋ ଉପରେ ଅଛି। ତୁ ଖୁସିରେ ରହ। କାହା କଥା ଶୁଣନି। ତୋ ମନକୁ ଯାହା ବି ଆସୁଛି ତୁ କର। ଦେଖିବୁ ବହୁତ ଆଗକୁ ଯିବୁ ତୁ। ତୋ ଜୀବନରେ ସବୁ କିଛି ଠିକ୍ ହେଇଯିବ। ତୋ ବାବା ଅଛନ୍ତି ନା? ବାସ୍ ଏତିକି କଥା ତୁ ମନେ ରଖ ଆଉ ଆଗକୁ ବଢ଼। ସାଇ ରାମ କୃଷ୍ଣ ହରେ, ସାଇ ରାମ କୃଷ୍ଣ ହରେ, ସାଇ ରାମ କୃଷ୍ଣ ହରେ, ସାଇ ରାମ କୃଷ୍ଣ ହରେ।